बेहद की परम शांति। ବାଳକ ବୁଝିପାରିଲା ନାହିଁ, ବୁଆ ଏମିତି କାହିଁକି କରୁଛି। ତାର ବସ୍ ଚାଲିଲେ ପାଣି ବି ଲୁଚାଇ ଦଉଛି। କିଛି ସମୟ ପରେ ଦୁଇ ବୁଆ ନିଜର ପୁରେ ପରିବାର ସହିତ ଯାତ୍ରାରେ ଗଲେ ତ ମରିଗଲେ। କୁହନ୍ତି ନା, କର୍ମର ଫଳ ଭଲେଇ ଡେରିରେ ମିଳେ, ହେଲେ ମିଳିଥାଏ। ଚାହେ କାହା ସହିତ ଭଲ ବା ଖରାପ ଯାହା ବି ହଉ। ହେଲେ ବାଳକ ଆଖିରୁ ଲୁହ ଆସିଗଲା, ଆଉ କାନ୍ଦି କାନ୍ଦି ପାଣି ପିଇ ଶୋଇଗଲେ। ଏପରି ଅନେକ ଘଟଣା ବାପୁଜୀଙ୍କର ଜୀବନରେ ଘଟିଛି, ଯାହାକୁ ଶୁଣି ମନୁଷ୍ୟ ରୁମ ଟାଙ୍କୁରି ଉଠିବ, ଆଉ ତାଙ୍କର ଦିଲ ବି କାନ୍ଦି ପକାଇବ, ଚାହେ ସେ ଦିଲରେ କେତେ ବି ମଜବୁତ ମନୁଷ୍ୟ ହେଉ। ଫିର ବି ଦଶରଥ ଜୀ କୁ ପଇସା କମାଇ ବୁଆକୁ ଦେଇଥିଲେ, କେବେ ବି ନଫରତ କରିନାହାନ୍ତି। ଏପରି ବୁଆମାନଙ୍କୁ, ତାଙ୍କର ପିଲାମାନଙ୍କୁ, ଚାଚା ଚାଚୀ, ତାଙ୍କର ବଚ୍ଚିମାନଙ୍କୁ, ପୁରେ ପରିବାରକୁ ଘର ବନେଇକି ଦେଲେ। ବ୍ରହ୍ମାକୁମାରୀ ସଂସ୍ଥାରେ, ମେଡିକାଲରେ, ମନ୍ଦିରରେ ଯାହାକୁ ଆବଶ୍ୟକ ପଡ଼ିଲା ବହୁତ ଧନ ଦେଲେ। କିଏ ମିଛରେ କାନ୍ଦି କାନ୍ଦି ମାଗିବାକୁ ଆସିଯାଉଥିଲା ତ ତାକୁ ବି ଦେଲେ, କାହିଁକିନା ସମସ୍ତଙ୍କୁ ଦେବାର ସଂସ୍କାର ଅଛି। ଏଠି ବି ନିଜ ପଇସାରେ ବନେଇଛନ୍ତି। ଏଠି ମାନେ ଅହମ୍ମଦାବାଦ, ଚେନପୁର ଆଶ୍ରମ, ଦିଲ୍ଲୀ ଆଶ୍ରମ ସେ ନିଜ ପଇସାରେ ବନେଇଛନ୍ତି। ଦଶରଥଜୀଙ୍କର ଅଭ୍ୟାସ ଥିଲା, ଘରେ ଯଦି ମା ବାପା ରାଗିଥିବେ ତ ସେ କ୍ଷେତକୁ ଚାଲି ଯାଉଥିଲେ। ଚାଚା ଆଉ ପିତାଙ୍କର ଲଢ଼େଇ ଦେଖି ପରିଶାନ ରହିଥିଲେ। ଘରେ ରହିଲେ ମା ମାଉସୀର ଲଢ଼େଇ, କ୍ଷେତରେ ରହିଲେ ପିତା ଆଉ ଚାଚାର ଲଢ଼େଇ। ହେଲେ ଝଗଡ଼ା କରିଲା ବାଲେ କିଛି ସମୟ ପରେ ଏକତ୍ର ହୋଇଯାଆନ୍ତି। ମା ଆଉ ମାଉସୀ ଜଣେ ଜଣକ ବିନା ଖାଇବା ଖାଉନଥିଲେ। ଦଶରଥ ଜୀ ଘରଠାରୁ କ୍ଷେତରେ ଖୁସିରେ ରହୁଥିଲେ, ଭୂତମାନଙ୍କ ସହିତ କଥା ହେଉଥିଲେ। ଦଶରଥଜୀଙ୍କ ପିତା କହୁଥିଲେ କି ଧ୍ୟାନରେ ରହିବୁ, ସେଠାରେ ଭୂତ ରହୁଛି। ସେଥିପାଇଁ ଯେବେ ଦଶରଥ ଜୀ ରାତିରେ ଏକଲା ଥିଲେ ତ କହୁଥିଲେ, ଭୂତ ଭାଇ ଆସିଯାଅ, ମୁଁ ତମ ସହିତ କଥା ହେବି। ନିଜର ପିତାକୁ ବି କହୁଥିଲେ, ମୁଁ ଭୂତକୁ ଡରେ ନାହିଁ, ମୁଁ ରାତିରେ ଭୂତ ସହିତ କଥା ହେଉଛି। କ୍ଷେତରେ ବହୁତ କାମ କରିବାକୁ ପଡ଼ୁଥିଲା, ଦଶରଥ ଜୀ ତାହା ବି ଖୁସି ଖୁସିରେ କରୁଥିଲେ। ପାଦରେ ଚପଲ ନଥିଲା, ତାପରେ ମଧ୍ୟ କ୍ଷେତରେ ପାଣି ଚଳାଇବା, ହଳ କରିବା ମଧ୍ୟ କରୁଥିଲେ। ସ୍କୁଲରୁ ଆସିଲା ପରେ ଶୁଖିଲା ମୁଖିଲା ଯାହା ବି ମିଳେ, ଲୁଣ, ଆଚାର, ପିଆଜ, ଲଙ୍କା ସାଥିରେ ଖାଇବା ଖାଉଥିଲେ। କେବେ ତରକାରୀ ନଥିଲା, ଶୁଖିଲା ବାଜିରା ରୁଟି ଆଉ ପାଣି ପିଇ ଖାଉଥିଲେ। ଗରମ ହେଉ ବା ଶୀତ ବା ବର୍ଷା, ସବୁ ମୌସୁମୀରେ ବିନା ଚପଲରେ କ୍ଷେତରେ କାମ କରିବାକୁ ପଳାଉଥିଲେ। ଏତେ ବୁଝ ଥିଲା ବାଳକ କାନ୍ଧରେ କି ବାପୁଜୀ ପିଲାବେଳେ ତାଙ୍କୁ ଭାଜିଆ ଖାଇବା ପସନ୍ଦ ଥିଲା। ଚାଚା ଚାଚୀ ଏହି ବାଳକକୁ ବହୁତ ପ୍ରେମ କରୁଥିଲେ ବା ଭଲ ପାଉଥିଲେ। ବାପୁଜୀ ତାଙ୍କ ପିତାଜୀଙ୍କ ଠାରୁ ବେଶୀ ଚାଚାଜୀଙ୍କ ସହିତ କ୍ଷେତରେ କାମ କରୁଥିଲେ। ଚାଚାଜୀର ସାଥିରେ କାମ କରିବାରେ ଆନନ୍ଦ ଆସୁଥିଲା। ଦଶରଥଜୀଙ୍କର ପିତା ରାଗୁଥିଲେ, ଯେଉଁ ବାଳକକୁ ରାଜକୁମାର ଭଳି ପାଳନ କରିବାର ଥିଲା। ବାଳକର ଭାଗ୍ୟକୁ ତ ଦେଖ, ସବୁଦିନେ ବବୁଲିର ନୁକୁନ କଣ୍ଟା ପାଦରେ ପଶି ଯାଉଥିଲା। ବବୁଲ ମାନେ ବବୁରି କଣ୍ଟା, ନୁକିନ ମୋଟା ମୋଟା କଣ୍ଟା ପାଦରେ ପଶି ଯାଉଥିଲା। ପରନ୍ତୁ ସବୁ ବୁରାଇ ପଛରେ ଭଲ ଜରୁର ଲୁଚିକି ଥାଏ। ଦଶରଥ ଜୀକୁ କିଛି ବି ମେହସୁସ ହେଉନଥିଲା, ସେ କିଛି ବି ମେହସୁସ କରୁନଥିଲେ। ଯେପରି ସଂସାରରେ ରହିବି ସେ ସୁଖ ଦୁଃଖ ଠାରୁ ପରେ ଥିଲେ, କାଚ ଆଇନା ଭଳି ସଫା ଥିଲେ। ସେ ତ ସତ୍ୟମ ଶିବମ ସୁନ୍ଦରମ ଥିଲେ। ଏହିପରି ସଂଘର୍ଷ କରି କରି ଆଗକୁ ପାଦ ବଢ଼େଇ ଚାଲିଗଲେ। ଦଶରଥ ଜୀ 11 କକ୍ଷକୁ ଆସିଗଲେ। 11 ବି ପରେ ଦଶରଥଜୀଙ୍କୁ ଟାଇଫଏଡ୍ ହୋଇଗଲା। ବିମାରୀରେ କୌଣସି ପ୍ରକାରରେ ପରୀକ୍ଷା ଦେବା ପାଇଁ ଗଲେ। ବିମାରୀରେ ବି କୌଣସି ପ୍ରକାରର ପରୀକ୍ଷା ଦେବା ପାଇଁ ଗଲେ। 11 କକ୍ଷ ପାସ୍ କଲେ। ଆଉ ଫିର୍ ବାଳକନେ ଭାବିଲେ କି ଗାଁରେ ରହି ମୁଁ ପଢ଼ାଇ କରି ପାରିବି। ଦଶରଥଜୀଙ୍କର ଏକ ଫୁପି ଥିଲେ, ମାଙ୍କ ତରଫରୁ ଫୁପି। ଗାଁରେ ବହୁତ ଜମି ଥିଲା। ବାପୁଜୀଙ୍କର ପୁରା ପରିବାର ଫୁପିର ଜମି ଉପରେ କାମ କରୁଥିଲେ। କାମ ବଦଳରେ ପଇସା ମିଳୁଥିଲା। କାମର କିଛି ବି ପଇସା ମିଳୁଥିଲା କାହିଁକି ଜଣାଅଛି କି ଏହାର ମଜବୁର ଅଟେ। ଫୁପିର ପୁଅମାନେ ମାମା କହିଲେ, ତୁ ଅହମ୍ମଦାବାଦରେ ରହି ସେଠାରେ ପଢ଼ାଇ କରିବୁ। ମାମା ବି ଏପରି ଆଣିନଥିଲେ, ଘରର କାମ କରାଇବା ପାଇଁ ଆଣିଥିଲେ। ଛୋଟ ଘରେ ମାମାଜୀଙ୍କର ସାରି ପରିବାର ରହିଥିଲେ। ଏଠି ମାମାର ପିଲାକୁ ଦେଖିବା, ଖାଇବା, ବନାଇବା, କପଡ଼ା ଧୋଇବା, ସଫା କରି କରି ଦଶରଥଜୀ ଘରର ସବୁ କାମ କରୁଥିଲେ। ସାଥିରେ ନିଜର ପଢ଼ାଇ ବି କରୁଥିଲେ। ଏଠି ଘର ଠାରୁ ବେଶୀ କାମ ଥିଲା। କେବେ ଛୁଟି ନେଇକି ଗାଁ ଯିବାକୁ ହେଉଥିଲା ତ ଅହମ୍ମଦାବାଦରେ ରହିବାର
ଖର୍ଚ୍ଚ ମାମାର କ୍ଷେତରେ କାମ କରି ପୂରା କରୁଥିଲି। କିଛି କର୍ଜ ବି ଥିଲା ମାମାର, ଯାହା ଦେବାର ଥିଲା। ସମୟ ବିତି ଚାଲିଲା। ଏତେ କାମ କଲା ପରେ ମଧ୍ୟ ମାମାକୁ ଖାଇବାର ପଇସା ଚୁକାଇବାକୁ ପଡ଼ୁଥିଲା। କ୍ଷେତରେ କାମ କରି ମାମାର କର୍ଜ ଉତାରିଥିଲେ ଆଉ କଲେଜର ଫିସ୍ ଭରୁଥିଲେ। ମାମା କେବେ କୌଣସି କାମ ପାଇଁ ପଠାଉଥିଲେ ତ 2-3 କିଲୋମିଟର ପାଦରେ ଚାଲିକି ଯିବାକୁ ପଡ଼ୁଥିଲା, ଯାହାଦ୍ୱାରା 10 ପଇସା ବଞ୍ଚି ଯାଉଥିଲା। 10 ପଇସା ପଛରେ ନିଜର ଖୁନ୍ ଝାଳ, ରକ୍ତ ଝାଳ ବାହାର କରିଦେଉଥିଲେ ଦଶରଥଜୀ। ଯେବେ କାହାକୁ କିଛି ଦେବାକୁ ଯାଉଥିଲେ କିଏ ବି ପଚାରୁ ନଥିଲେ କି ପୁଅ ପାଣି ପିଇଲେ। କର୍ଜ ଚୁକାଇବା, କଲେଜର ଫିସ୍ ଭରିବା, ମାମାର କହିବାରେ ପାଦରେ ଚାଲି ଚାଲି କାମ କରିବା ପାଇଁ ଯିବାକୁ ପଡ଼ୁଥିଲା। ରକ୍ତ ଝାଳ ବାହାର କରି ଦଶରଥଜୀ ଆଗକୁ ମାଡ଼ି ଚାଲୁଥିଲେ। ଦଶରଥଜୀଙ୍କୁ ଭଗବାନ କୋଉ ମାଟିରେ ଗଢ଼ିଛନ୍ତି? 10 ପଇସା ବଞ୍ଚାଇବା ପାଇଁ କଲେଜ ବସ୍ରେ ନ ଯାଇ ଚାଲି ଚାଲି ଯାଉଥିଲେ। ଦଶରଥଜୀ ଦୁଃଖକୁ ଦୁଃଖ ମେହସୁସ କରୁନଥିଲେ। ଅହମ୍ମଦାବାଦ କଲେଜରେ ପଢ଼ିବା ପରେ 1 ବର୍ଷ ବିତିଗଲା। ଦଶରଥଜୀ ମାମାର ପ୍ରେସରେ ବି କାମ କଲେ। ଫିର୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କଲେ ଆଉ ବିକମ୍ ପର୍ଯ୍ୟନ୍ତ ପଢ଼ାଇ କଲେ। ବିକମ୍ର ପଢ଼ାଇ ପରେ ମେସାଣା ଗାଁର ସୁନ୍ଦର କନ୍ୟା ସହିତ ଗାଁ ବାଲେ ବିବାହ କରିଦେଲେ। ଦଶରଥଜୀ ବିବାହରେ ମାମାର କପଡ଼ା ପିନ୍ଧିଥିଲେ, ଯାହା ବହୁତ ବଡ଼ ଥିଲା। ଗାଁ ବାଲେନେ ସାମୂହିକ ରୂପରେ 20-25 ଲୋକମାନଙ୍କର ଏକ ସାଙ୍ଗରେ ବିବାହ କରାଇଥିଲେ। ଯେଉଁମାନେ ଗରିବ ଥିଲେ ସେଥିମଧ୍ୟରୁ ଦଶରଥଜୀ ବି ଥିଲେ। ଗାଁ ବାଲେ ମିଶି ସବୁ ବିବାହିତ ଯୋଡ଼ିକୁ ସମସ୍ତେ କିଛି ନା କିଛି ଦେଲେ। ଝିଅ ବହୁତ ସଂସ୍କାରୀ ଥିଲା। ସମସ୍ତଙ୍କର ସେବା ସତ୍କାର କରିବା, ଘରର ସବୁ କାମ କରିବା, କ୍ଷେତରେ କାମ କରୁଥିଲେ। ଏ ଝିଅ ସହନ ଶକ୍ତିର ମୂର୍ତ୍ତି ଥିଲା। ବଡ଼ମାନଙ୍କର ସେବା, ପତିର ସେବା କରିବା ଏହାର ତା ଧର୍ମ ଥିଲା। ଦଶରଥଜୀଙ୍କୁ ତ ପଇସା କମାଇବାର ଥିଲା, କାହିଁକି ନା ପିଲାବେଳେ ପଇସାର ଅଭାବ କାରଣରୁ ଦୁଃଖରେ ବିତିଲା। ତ ଲାଗିଲା କି ଧନ କମାଇଲେ ଦୁଃଖର ଅନ୍ତ ହେବ। ସେ ଝିଅ ବହୁତ ସୁଶୀଳ ଥିଲା, ହେଲେ ଘରର ଅବସ୍ଥା ଏପରି ଥିଲା କି ଝିଅ ବି ପେଶୀ ହେବାକୁ ଲାଗିଲେ। ଦଶରଥଜୀ ପଢ଼ାଇ କରିବା ପାଇଁ ଅହମ୍ମଦାବାଦରେ ରହୁଥିଲେ ଆଉ ପତ୍ନୀ ଗାଁରେ ପରିବାର ସହିତ ରହୁଥିଲେ। ଦଶରଥଜୀ 5-7 ମାସରେ ଗାଁକୁ ଯାଉଥିଲେ। ସୁନାର ଚେନ୍ ମିଳିଥିଲା। ତାଙ୍କର ପତ୍ନୀ କହିଲେ, ଏଇ ସୁନାର ଚେନ୍ ବିକ୍ରି କରି ନିଜର କାମ ଚଳାଅ ଆଉ ନିଜର ପଢ଼ାଇରେ ଧ୍ୟାନ ଦିଅ। ମୁଁ ଏଠି ଠିକ୍ ଅଛି। ଯେ ପର୍ଯ୍ୟନ୍ତ ଆପଣଙ୍କର ପଢ଼ାଇ ପୂରା ହେବ ସେ ପର୍ଯ୍ୟନ୍ତ ମୁଁ ଗାଁରେ ରହିବି। ଗାଁରେ ମା ଓ ମାଉସୀର କଥା ଶୁଣିବାକୁ ପଡ଼ୁଥିଲା। ସେ କହୁଥିଲେ, ତୋର ପତି ଚାଲିଗଲା ଅହମ୍ମଦାବାଦ ଆଉ ପତିର ବଦଳରେ ତୁ କ୍ଷେତରେ କାମ କର। କାମ କରିବା ପାଇଁ ସେ ବହୁତ ଶକ୍ତିଶାଳୀ ଥିଲେ। କାମ କରିବାର ଅଭ୍ୟାସ ଥିଲା। ଫିର୍ ଘାସ ଆଣିବା ପାଇଁ କ୍ଷେତରେ କାମ କଲେ। କେବେ ମାର ଘରକୁ ଚାଲି ଯାଉଥିଲେ। ଏକବାର କିଛି ସାଙ୍ଗ ଅହମ୍ମଦାବାଦରେ ଦଶରଥଜୀ ମିଳିବାକୁ ଆସିଲେ। ସେ ଦେଖିଲେ କି ଦଶରଥଜୀ ଘର କାମରେ ଲାଗିଥିଲେ, ସଫାଇ କରୁଥିଲେ। ଏସବୁ ଦେଖି ସାଙ୍ଗମାନେ କହିଲେ, ଏଠି ପଢ଼ାଇ ହୋଇପାରିବ ନାହିଁ। ତୁ ଚାଲ ହଷ୍ଟେଲରେ ରହିବୁ, ନିଜର ପଢ଼ାଇ ପୂରା କରିବୁ। ବାପୁଜୀ ତାଙ୍କ କଥାରେ କହିବାରେ ହଷ୍ଟେଲ ଚାଲିଗଲେ। ହଷ୍ଟେଲରେ 70-80 ଟଙ୍କା ଦେବାକୁ ପଡ଼ୁଥିଲା। ବାପୁଜୀକୁ କାହା ଆଗରେ ହାତ ପାତିବାର ଅଭ୍ୟାସ ନଥିଲା। ବାପୁଜୀନେ 14-15 ଥର ନିଜର ଖାଇବା ପାଇଁ ଆଉ କଲେଜ ଫିସ୍ ପାଇଁ ନିଜର ରକ୍ତ ବିକ୍ରି କରିଥିଲେ। କେବେ ମୁହଁରେ ପଟି ବାନ୍ଧିକି ଯାଉଥିଲେ ଯେପରି କେହି ଜାଣି ନ ପାରନ୍ତୁ, କାହିଁକି ନା 3 ମାସରେ କେବଳ ଥରେ ହିଁ ରକ୍ତ ଦେଇପାରିବ। ନିଜର ଛୋଟ ଛୋଟ ଜରୁରତ ପୂରା କରିବା ପାଇଁ ନିଜର ରକ୍ତ ପର୍ଯ୍ୟନ୍ତ ବିକ୍ରି କରିବାକୁ ପଡ଼ୁଥିଲା। ଏହିପରି ବାପୁଜୀ ପଢ଼ାଇ ପୂରା କଲା ପରେ ବହୁତ ବଡ଼ ଓକିଲ ବନିଗଲେ ଆଉ ବହୁତ ସାରି ପଇସା ରୋଜଗାର କଲେ। ନିଜ କଥାରେ ଆସୁଥାଏ କି ଯେବେ ଲକ୍ଷ୍ମୀ ଛାଡ଼ିକି ପଳାଏ ତ ଭଗବାନ ବି ଦରିଦ୍ର ନାରାୟଣ ବନିଯାଆନ୍ତି। କିଛି ସମୟ ପରେ ବାପୁଜୀ ବ୍ରହ୍ମାକୁମାରୀ ଆଶ୍ରମରେ ନିଜର ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ପାଇବା ପାଇଁ ଯିବାକୁ ଲାଗିଲେ। ବ୍ରହ୍ମାକୁମାରୀ ଭଉଣୀ ବହୁତ ବଡ଼ ଓକିଲ ବାପୁଜୀଙ୍କୁ ଦେଖି ଖୁସି ହେଲେ। ସେବା ଭାବ କରିବାକୁ ଲାଗିଲେ। ସେଠାରେ ଯେଉଁ ମୁରଲୀ ଚାଲୁଥିଲା ତାକୁ ଶୁଣାଇବାକୁ ଲାଗିଲେ। ନିରାକାର ଶିବଙ୍କଠାରେ ୟୋଗ ଲଗାଇବାର ଉପାୟ ଭଉଣୀମାନେ କହିଲେ। ସେଠାରେ ବାପୁଜୀ ଅର୍ଥଧନ ଦେବାକୁ ଲାଗିଲେ। ବାପୁଜୀଙ୍କର ପିତାଜୀ ରାଗୁଥିଲେ କି ଯୋଉ ଧନ କମାଉଛି ସବୁ ବ୍ରହ୍ମାକୁମାରୀ ଆଶ୍ରମରେ ଦେଇ ଆସୁଛି। ଏହି କଥାରେ ପିତା ପୁତ୍ର ଭିତରେ ଝଗଡ଼ା ହେବାକୁ ଲାଗିଲା। ବାପୁଜୀ କାହାର ଶୁଣୁନଥିଲେ, ହେଲେ ଭିତରେ ଯେଉଁ ପ୍ରଶ୍ନ ଥିଲା ତାହା ଏପର୍ଯ୍ୟନ୍ତ ସମାଧାନ ହୋଇନଥିଲା।
କାହିଁକି ଏଠି ପ୍ରଶ୍ନର ଉତ୍ତର ନଥିଲା। ବ୍ରହ୍ମାକୁମାରୀମାନେ ଭାରତ ଶାସ୍ତ୍ରକୁ ମିଛ କହିଲେ। କହିଲେ କି ବେଦଶାସ୍ତ୍ର କେବେ ହୋଇନଥିଲା। ବାପୁଜୀଙ୍କର ଏକଥା ହଜମ ହେଲା ନାହିଁ। ଫିରି ବାପୁଜୀ ବହୁତ ଧନ କମାଇକି ଦେଲେ। ମହାଭାରତ, ରାମାୟଣ, ବେଦ, ଶାସ୍ତ୍ର ଏସବୁ ମିଛ କିପରି ହୋଇପାରିବ? ଏକଥା ବାପୁଜୀ ମାନିନଥିଲେ। ଭାବିଲେ ଆଗକୁ ବଢ଼ି ଚାଲିବା, କେବେ ନା କେବେ ଉତ୍ତର ମିଳିବ। ଏହାଠାରୁ ଭଲ ଜାଗା କୋଉଠି ନଜର ଆସୁନଥିଲା। ବ୍ରହ୍ମା ବାବା ଲେଖରାଜ ନାମକ ଏକ ପୁରୁଷ ଥିଲେ। ସେ କୃଷ୍ଣବାଲି ଆତ୍ମା ଥିଲେ। ସେ ଜ୍ଞାନ ଦେଉଥିଲେ, ତାକୁ ମୁରଲୀ କହୁଥିଲେ। ଯେବେ ବାପୁଜୀ ଜ୍ଞାନରେ ଆସିଲେ ତେବେ ଦାଦା ଲେଖରାଜ ଶରୀର ଛାଡ଼ିକି ଯାଇସାରିଥିଲେ। ଲେଖରାଜଜୀଙ୍କୁ ଦାଦା କହୁଥିଲେ ଆଉ ବାପ ଶିବ ବାବା କହୁଥିଲେ। ବାପୁଜୀ ଏହି ସଂସ୍ଥାକୁ ଧନ ଦେଉଥିଲେ। କାହିଁକି? ଆଉ କୌଣସି ଠିକଣା ନଥିଲା। ପ୍ରଶ୍ନର ଉତ୍ତର ଯେଉଁଠି ସେଇଠି ରହିଛି। ଜ୍ଞାନ ପାଇଁ ବହୁତ ଆବାଜ କରୁଥିଲେ, ପ୍ରଶ୍ନ ପଚାରୁଥିଲେ, ତ ସାମ୍ନାରେ ଭଉଣୀ ଦିଦି ସବୁ ଭାବନାରେ ପଡ଼ିଯାଉଥିଲେ। ସେମାନଙ୍କ ପାଖରେ ଉତ୍ତର ନଥିଲା। ସେହି ସମୟରେ ବାପୁଜୀଙ୍କର 29 ବର୍ଷ ଥିଲା। ଦିମାଗ ଏତେ ତେଜ ଥିଲା, ସବାଲ ପ୍ରଶ୍ନ ପଚାରୁଥିଲେ। କାହା ପାଖରେ ତାଙ୍କର ପ୍ରଶ୍ନର ଉତ୍ତର ନଥିଲା। ଫିରି ଏକ ଦିନେ ଚତୁର୍ଭୁଜ ନାମର ବ୍ୟକ୍ତି ମିଳିଲେ, ଯିଏ କଲିକତା ବାଲେ ଥିଲେ। ସେ କହୁଥିଲେ କି ଏଠି କୃଷ୍ଣବାଲି ଆତ୍ମା ଆସିଛି, ଆଉ ଫରୁଦାବାଦରେ ରାମବାଲି ଆତ୍ମା ଶଙ୍କରର ପାଟ ବଜାଉଛନ୍ତି। ବାପୁଜୀ ଭାବିଲେ ଏବେ ଶଙ୍କର ଠାରୁ ଜ୍ଞାନ ଶୁଣିବା, ହୋଇପାରେ ମୋର ପ୍ରଶ୍ନର ଜବାବ ମିଳିଯିବ। ଅହମ୍ମଦାବାଦରେ ଏକ ନବୀନ ମୁଦିର ନାମରେ ଲୋକ ଥିଲେ। ସେ ଗୁଜୁରାଟୀ ଥିଲେ। ଏକ ଆଶା ଭଉଣୀ ଥିଲେ। ଆଉ ଏକଥରେ ଚତୁର୍ଭୁଜ 3 ଜଣ ବାପୁଜୀଙ୍କୁ ବୁଝାଇଲେ ଶଙ୍କର ମହାରାଜ ବହୁତ ବଡ଼ ଜ୍ଞାନୀ ଅଟନ୍ତି। ଆପଣ ସେଠାକୁ ଯାଆନ୍ତୁ। ବାପୁଜୀ ସେଠାକୁ ଚାଲିଗଲେ। ଶଙ୍କରଜୀ ବାପୁଜୀ ଭଳି ନାମୀ ଗାମୀ ଓକିଲକୁ ଦେଖି ଖୁସି ହେଲେ। ଏବେ ମୋ ପ୍ରଭାବରେ ଉଞ୍ଚା ଉଞ୍ଚା ଲୋକ ଆସୁଛନ୍ତି, ଶଙ୍କର ଭାବିଲେ। ଏଠାରେ ବି ବାପୁଜୀ ବହୁତ ଧନ ଖର୍ଚ୍ଚ କଲେ। ବିଜୟ ବିହାର, ଦିଲ୍ଲୀରେ 2000 ଗଜର ଆଶ୍ରମ ବନାଇ ଦେଲେ। ବ୍ରହ୍ମାକୁମାରୀ ସଂସ୍ଥାରେ ବି ବହୁତ ଆଶ୍ରମ ବନାଇଲେ, ଧନ ଦେଲେ। ଜଗଦମ୍ବା ଯେଉଁ ବନି ହୋଇଥିଲା, ବାପୁଜୀ ତାଙ୍କୁ ମାତା ରୂପରେ ଆଉ ଶଙ୍କର ମହାରାଜଙ୍କୁ ପିତା ମାନି ତାଙ୍କର ଆଜ୍ଞା ପାଳନ କରୁଥିଲେ। ଯେବେ ଯାଉଥିଲେ ଧନର ସହଯୋଗ କରି ଚାଲୁଥିଲେ। ପଇସାର ଝଗଡ଼ା ବି ହେଉଥିଲା ତ ଅନ୍ୟ ଦିନରେ ଆହୁରି ଧନ ଦେଇକି ଆସିଯାଉଥିଲେ। ନିଜର ଘରେ କେବଳ 5000 ଟଙ୍କା ଦେଉଥିଲେ। ଏକ ଦିନେ ବାପୁଜୀ ପଚାରିଲେ, ମୁଁ ମିଛରେ ଧନ ରୋଜଗାର କରୁଛି ତ ମୋତେ ପାପ ଲାଗିବ ନାହିଁ କାହିଁକି? ସେ ରେଡ୍ କେସ୍ ଲଢ଼ୁଥିଲେ। ଜବାବ ମିଳିଲା, ନା, ଆପଣ ବାବାକୁ ଦେଇଦିଅ, ଫିର ବାବା ଜାଣିବେ, ଆପଣଙ୍କର ପୁଣ୍ୟ ବନିବ, ପାପ ଲାଗିବ ନାହିଁ। ଶଙ୍କରଜୀ ପାଖରେ ବି କୌଣସି ଜବାବ ମିଳିଲା ନାହିଁ। ବ୍ରହ୍ମାକୁମାରୀ ଆଶ୍ରମକୁ ଯିବାର ପ୍ରତିବନ୍ଧ ଲାଗି ଯାଇଥିଲା। ସେ କହୁଥିଲେ କି ତୁମେ ଶଙ୍କର ପାଟି ଯାଇଛ, ସେଥିପାଇଁ ଏଠିକୁ ଆସ ନାହିଁ। ଆସିଲେ ଅନ୍ୟମାନଙ୍କୁ ନେଇଯିବ। ମାଉଣ୍ଟ ଆବୁରେ ବାପୁଜୀ ଏକ ଘର ନେଇଥିଲେ। 3 ରୁମ୍ ବାଲା ଘର ଥିଲା। ତାହାର ଚାବି ବ୍ରହ୍ମାକୁମାରୀ ସଂସ୍ଥାର ଦାଦୀଙ୍କ ପାଖରେ ରହୁଥିଲା। ଘରକୁ କୋଉ ବ୍ରହ୍ମାକୁମାରକୁ ବହୁତ ଶସ୍ତାରେ ବିକ୍ରି କରିଦେଲେ। ଏବେ ବି ପ୍ରଶ୍ନ ଉତ୍ତର ଯେଉଁଠି ଥିଲା ସେଇଠି। ଶଙ୍କର ପାଖରେ ବି ଜବାବ ମିଳିଲା ନାହିଁ। ଏକ ଦିନେ ଯେବେ ଶଙ୍କରଜୀଙ୍କର ଆଶ୍ରମ ବନିକି ତିଆରି ହୋଇଗଲା, ତ ଶଙ୍କରଜୀ କୁହନ୍ତି ବାପୁଜୀଙ୍କୁ, ନିଜ ଭିତରେ ନିଜର ପ୍ରଶ୍ନର ଉତ୍ତର ଖୋଜ। ତ ପ୍ରଶ୍ନର ଉତ୍ତର ତ ଭିତରେ ମିଳିବ। ଏବେ ଦିଲ୍ଲୀକୁ ଆସିବାର ଦରକାର ନାହିଁ। ସେଠାରେ ଧକ୍କା ଲାଗିଲା। କରୋଡ଼ ପଇସା ବାପୁଜୀ ଲୁଟାଇ ସାରିଥିଲେ। ନିଜର ପ୍ରଶ୍ନର ଜବାବ ପାଇବା ପାଇଁ ବ୍ରହ୍ମାକୁମାରୀ ସଂସ୍ଥାରେ ଅନେକ ଆଶ୍ରମ ବନାଇକି ଦେଲେ। ସମୟ ବିତି ଚାଲିଲା। ବାପୁଜୀଙ୍କୁ ଧନ ବି କମାଇବାର ଥିଲା, ପରିବାରକୁ ବି ପାଳନ କରିବାର ଥିଲା, ପରିବାରର ଦେଖରେଖ ବି କରିବାକୁ ଥିଲା, ଆଉ ନିଜ ଭିତରେ ପ୍ରଶ୍ନର ଜବାବ ବି ଖୋଜୁଥିଲେ। ଫିର ଶଙ୍କରଜୀ କହିଲେ, ବ୍ରହ୍ମା ବାବା ବ୍ରହ୍ମା ଅଟେ, ମୁଁ ଶଙ୍କର, ଆଉ ତୁ ବିଷ୍ଣୁ। ତୁ ବିଷ୍ଣୁର ପାଟ ଅହମ୍ମଦାବାଦରେ ବଜା, ଆଉ ତୋର ଲକ୍ଷ୍ମୀ ସେଠାରେ ଅଛି। ବଜା, ଆଉ ତୋର ଲକ୍ଷ୍ମୀ ସେଠାରେ ଅଛି। ଅହମ୍ମଦାବାଦରେ ବାପୁଜୀ ଜ୍ଞାନ ଦେବାକୁ ଲାଗିଲେ। ଏହିପରି ଜ୍ଞାନ ଦ୍ୱାରା ତାଙ୍କୁ ଅନେକ ଲୋକ ଜାଣିପାରିଲେ। ଏକ ଥିଲେ ମୋହନ ପ୍ୟାର, ସେ ସ୍କୁଲର ପ୍ରିନ୍ସିପାଲ ଥିଲେ। ସେ ବୁଝିଲେ ବାପୁଜୀ ବଡ଼ ଜ୍ଞାନ ଦେଉଛନ୍ତି, ଏପରି ଜ୍ଞାନ କେହି ଦେଇନାହାନ୍ତି। ସତରେ ବିଷ୍ଣୁର ପାଟ ଏହାର ଅଟେ। ଆଉ ବି ଶଙ୍କର ପାଟିବାଲେ ବାପୁଜୀର ଘର ବାହାରେ ବସି ଯାଉଥିଲେ। ସେ ବୁଝିଗଲେ କି ବାପୁଜୀ ବିଷ୍ଣୁ ଅଟନ୍ତି, ଆଉ ସବୁ ବାପୁଜୀଙ୍କ ଠାରୁ ଜ୍ଞାନ ଶୁଣିବାକୁ ଲାଗିଲେ।
6 ଜାନୁଆରୀ 1997ରେ ବାପୁଜୀ ନିଜର ଘରେ ଶୋଇଥିଲେ। ତେବେ ବାପୁଜୀକୁ ନିଜର ବିରାଟ ସ୍ୱରୂପର ସାକ୍ଷାତକାର ହେଲା। ଆସମାନ, ଚାନ୍ଦ, ତାରା ଆଉ ସୂର୍ଯ୍ୟ ସବୁ ତଳେ ଅଛନ୍ତି ଆଉ ମୁଁ ଉପରେ। ବ୍ରହ୍ମାକୁମାରୀ ସଂସ୍ଥା ବାଲାକୁ ଲାଗିଲା କି ଯେବେ ବ୍ରହ୍ମା ଅଛି, ଶଙ୍କର ଅଛି, ବିଷ୍ଣୁ ବି ହେବା ଦରକାର, ତ୍ରିମୂର୍ତ୍ତି ହେବା ଦରକାର। ଆଉ ସବୁ ବାପୁଜୀଙ୍କ ପଛରେ ଲାଗିଗଲେ। ଘରର ଦୁଆରରେ ସବୁ ଆସିକି ବସିଯାଆନ୍ତି। ସେମାନେ ଭାବିଲେ ଯଦି ସେଠାରେ ଶଙ୍କର ହୋଇପାରେ ତ ବିଷ୍ଣୁ କାହିଁକି ହେବ ନାହିଁ? ବାପୁଜୀ ତାଙ୍କଠାରୁ ବେଶୀ ଭଲ ଜ୍ଞାନ ଶୁଣାଉଥିଲେ। ବାପୁଜୀଙ୍କର ମନ କାମରେ ଲାଗୁନଥିଲା। କାହିଁକି? ଓକିଲ କାମ ମିଛ ଥିଲା ଆଉ ବାପୁଜୀ ମିଛ କହିବାକୁ ଚାହୁଁନଥିଲେ। ବାପୁଜୀ ଭାବିଲେ ମୁଁ ଓକିଲ କାମ ଛାଡ଼ିଦେବି। ତାଙ୍କୁ ଜ୍ଞାନର ପ୍ରଶ୍ନର ଉତ୍ତର ତାଙ୍କ ଭିତରୁ ଇମେଜ ହେବାକୁ ଲାଗିଲା। ବାପୁଜୀ ଭାବିଲେ ମୁଁ ଓକିଲ କାମ ଛାଡ଼ିଦେବି। ତାଙ୍କୁ ଜ୍ଞାନର ପ୍ରଶ୍ନ ଉତ୍ତର ତାଙ୍କ ଭିତରୁ ଇମେଜ ହେବାକୁ ଲାଗିଲା। ଉପରବାଲା ବାପୁଜୀଙ୍କର ଆକାରୀ ରୂପ ଜ୍ଞାନର ବର୍ଷା କରିବାକୁ ଲାଗିଲେ। କଲେଜ ସମୟରେ ସାଥିରେ ପଢ଼ୁଥିବା କିଛି ଲୋକ ଯେଉଁମାନେ ଜ୍ଞାନୀ ଥିଲେ ସେମାନେ ଆଶ୍ରମରେ ଜମା ହେବାକୁ ଲାଗିଲେ, ରହିବାକୁ ଲାଗିଲେ। ବାପୁଜୀ କହିଲେ ତୁମେମାନେ ମୋତେ ବିଷ୍ଣୁ ମାନୁଛ ତ ଲକ୍ଷ୍ମୀ ବି ଦରକାର। ସେଥିପାଇଁ ୟୋଗ କର, ଲକ୍ଷ୍ମୀ ନାମରେ ଆହ୍ୱାନ କର, ସେ ଯେଉଁଠି ଥିବ ଆସିଯିବ। ସବୁକିଛି ବାପୁଜୀଙ୍କୁ ଜଣାଥିଲା, ହେଲେ କାହାକୁ କହିନଥିଲେ। ଏବେ ବାପୁଜୀଙ୍କର ଦିବ୍ୟ ଚର୍ଚ୍ଚା ହୋଇଗଲା। ଅଫିସକୁ ଯିବା, କାମ କରିବା ଆଉ ଲୋକମାନଙ୍କୁ ଜ୍ଞାନ ଦେବା, ଏହି ଭାଗଦୌଡ଼ରେ ବାପୁଜୀଙ୍କର ଶରୀର ଉପରେ ବୋଝ ବଢ଼ିଗଲା ଆଉ ସୁଗାର ହୋଇଗଲା। ନିଦ ଆସୁନଥିଲା। ବୁଦ୍ଧିରେ ଜ୍ଞାନ ଦୌଡ଼ିବାକୁ ଲାଗିଲା। ସବୁ କଥାର ଜବାବ ଉପରୁ ଆସିବାକୁ ଲାଗିଲା ଆଉ ଭଡ଼ା ଘରେ ଜ୍ଞାନ ଦେବାକୁ ଲାଗିଲେ। ଫିର୍ ବାପୁଜୀନେ 4000 ଗଜର ଚେନପୁରରେ ଜାଗା ନେଲେ ଆଉ ସେଠାରେ ଆଶ୍ରମ ବନାଇଲେ। ପ୍ରଥମେ ବାଳକ ଥିଲେ, ଫିର୍ ଦଶରଥ ବନିଲେ, ଫିର୍ ଦଶରଥ ଭାଇ ବନିଲେ। କିଛି ସମୟ ପଶ୍ଚାତ ପରେ ବାବାରୁ ବାପୁଜୀ ବନିଗଲେ। ଆଉ କହିବାକୁ ଲାଗିଲେ ଯଦି ସମ୍ମାନ କରିବାର ଅଛି ତ ବାପୁଜୀ କହି ସମ୍ବୋଧନ କର। ବାପୁଜୀ କହିବାରେ ବାପର ଭାବନା ଆସିଥାଏ, ପ୍ୟାର ଆସିଥାଏ। ଫିର୍ ବଚ୍ଚେ ବନିଯିବେ। ବ୍ରହ୍ମପୁତ୍ର ଭଳି ଜ୍ଞାନର ସ୍ରୋତ ଆସି ଆସି ବାପୁଜୀ ଜ୍ଞାନର ମହାସାଗର ବନିଗଲେ। ବାପୁଜୀଙ୍କର ଜ୍ଞାନର କଥା କେବେ ବି ପୂରା ହୋଇପାରିବ ନାହିଁ। ସେ ଅଥାବା ଜ୍ଞାନ ସାଗର ଅଟନ୍ତି, ଅନନ୍ତ ଅସୀମିତ ଜ୍ଞାନର ସାଗର ଅଟନ୍ତି। ଏପରି ଜ୍ଞାନ ଯାହା ପ୍ରକାଶ ଦେବାବାଲା ଅଟେ, ଅମର ବନେଇବା ଜ୍ଞାନ ଅଟେ, ଅମର ବନେଇବା ଜ୍ଞାନ ଅଟେ। ଯେଉଁ ଜ୍ଞାନ ନା କେବେ ବି କିତାବରେ ଲେଖାଯାଇ ନାହିଁ, ପଢ଼ାଯାଇ ନାହିଁ। ଏ ଆଶ୍ଚର୍ଯ୍ୟଜନକ ଜ୍ଞାନ ସମସ୍ତେ ପ୍ରାପ୍ତ କଲେ। ବାପୁଜୀଙ୍କର ଜ୍ଞାନର ଗାଥା ଅପରମ୍ପାର ଅଟେ। ଯଦି ଧରତୀକୁ କାଗଜ ବନାଅ ଆଉ ସବୁ ଗଛକୁ କଲମ ବନାଅ ଆଉ ସାଗରକୁ କାଳି ବନାଅ ତଥାପି କେହି ଏ ଜ୍ଞାନକୁ ଲେଖିପାରିବେ ନାହିଁ। ଯେଉଁ ଜ୍ଞାନ ଆମେ ତାଙ୍କଠାରୁ ଶୁଣିଛନ୍ତି ତ ମୋଟା ରୂପରେ ଶୁଣିଛନ୍ତି। 7 ସାଗର ଯେତେ ଜ୍ଞାନ ତାଙ୍କ ଭିତରେ ଅଛି। ବାପୁଜୀନେ ଅଫିସ ବନ୍ଦ କରିଦେଲେ। ଡାଲି ଆଉ ରୁଟିର ବ୍ୟବସ୍ଥା ଉପରବାଲା ପ୍ରଥମରୁ କରିଦେଇଥିଲା। ବାପୁଜୀ କାହାର ଖାଇବା ବାଲା ନୁହନ୍ତି, ଏପରି ଧାରଣା ବାପୁଜୀଙ୍କ ଭିତରେ ପ୍ରଥମରୁ ଥିଲା।